କ୍ୟାଣ୍ଡେଲ୍ କ'ଣ? ଆଜି ଆମେ ଜାଣିବା ଷ୍ଟକ୍ ମାର୍କେଟରେ କ୍ୟାଣ୍ଡେଲ୍ କ'ଣ, ଟ୍ରେଡରମାନେ କ୍ୟାଣ୍ଡେଲକୁ କାହିଁକି ଏତେ ଗୁରୁତ୍ୱ ଦିଅନ୍ତି ସେ ବିଷୟରେ ବି ଜାଣିବା। ମାର୍କେଟରେ ଗ୍ରୀନ୍ କ୍ୟାଣ୍ଡେଲ୍ ଆଉ ରେଡ୍ କ୍ୟାଣ୍ଡେଲ୍ କିପରି ତିଆରି ହୁଏ ସେ ବିଷୟରେ ଜାଣିବା। ପୂର୍ବ ଭିଡ଼ିଓରେ ଆମେ ଶିଖିଥିଲେ କ୍ୟାଣ୍ଡେଲ୍ ହେଉଛି ଟ୍ରେଡିଂର ଲାଙ୍ଗୁଏଜ୍। ଏହି କ୍ୟାଣ୍ଡେଲକୁ ଆମେ ଟ୍ରେଡିଂ ଭ୍ୟୁ ୱେବସାଇଟ୍ରେ ଏବଂ ଟ୍ରେଡିଂ ଭ୍ୟୁ ଆପ୍ରେ ଫ୍ରିରେ ଦେଖିପାରିବା, ଆଉ ବ୍ରୋକର ଆପ୍ରେ ମଧ୍ୟ ଦେଖିପାରିବା। ମାର୍କେଟରେ କୌଣସି ସେୟାରର ପ୍ରାଇସ୍ ବଢ଼ିବ କି କମିବ ଜାଣିବା ପାଇଁ ଆମେ କ୍ୟାଣ୍ଡେଲ୍ ଚାର୍ଟକୁ ବ୍ୟବହାର କରିଥାଉ। ଯଦି ପୂର୍ବ ଭିଡ଼ିଓ ଆପଣମାନେ ଦେଖିନାହାନ୍ତି ତାହେଲେ ପ୍ରଥମେ ଏହି ଭିଡ଼ିଓ ଦେଖିନିଅନ୍ତୁ, ତାପରେ ଯାଇ ଟ୍ରେଡିଂ ଲାଙ୍ଗୁଏଜ୍ କ'ଣ ଭିଡ଼ିଓ ଦେଖିପାରିବେ। ଏବେ ଆସନ୍ତୁ ପୁରା ଡିଟେଲ୍ସରେ ଜାଣିବା କ୍ୟାଣ୍ଡେଲ୍ କ'ଣ। ଆକ୍ଚୁଆଲି କ୍ୟାଣ୍ଡେଲର ଅର୍ଥ ହେଉଛି ମହମବତୀ, କିନ୍ତୁ ଟ୍ରେଡିଂ ଭାଷାରେ କ୍ୟାଣ୍ଡେଲ୍ ହେଉଛି ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କୌଣସି ଜିନିଷର ପ୍ରାଇସ୍ର ମୁଭମେଣ୍ଟକୁ ଦେଖାଏ। ଆପଣ ଯଦି ଏହି ମହମବତୀ କିପରି ଜଳୁଛି ବୁଝିଯିବେ, ତାହେଲେ ଆପଣ ଟ୍ରେଡିଂରେ କ୍ୟାଣ୍ଡେଲ୍ କିପରି ଗ୍ରୀନ୍ ଆଉ କିପରି ରେଡ୍ କ୍ୟାଣ୍ଡେଲ୍ ହେଉଛି ଆପଣମାନେ ବୁଝିଯିବେ। ଭିଡ଼ିଓକୁ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ମୋର ଆଶା ବହୁତ ଭଲରେ ବୁଝିପାରିବେ। ମହମବତୀ ତ ଆପଣମାନେ କେବେ ନା କେବେ ନିଶ୍ଚୟ ଜଳାଇଥିବେ, କିନ୍ତୁ ଏହାକୁ କେବେ ତିଆରି ହେବାର ଦେଖିଛନ୍ତି କି? ମହମବତୀ ତିଆରି ପାଇଁ ଦୁଇଟି ଜିନିଷ ଦରକାର ହୋଇଥାଏ, ଗୋଟିଏ ହେଲା ସୂତା ଆଉ ଗୋଟିଏ ହେଲା ମହମ। ଟ୍ରେଡିଂ ଭାଷାରେ ଗ୍ରୀନ୍ କ୍ୟାଣ୍ଡେଲ୍ ପାଇଁ ମହମବତୀ ଭିତରେ ଥିବା ଏହି ସୂତାକୁ ୱିକ୍ ବା ଶ୍ୟାଡୋ କୁହନ୍ତି, ଆଉ ମହମ ଥିବା ଅଂଶକୁ ବଡି କୁହନ୍ତି। ଉପରେ ଥିବା ସୂତା ଯେଉଁଠି ଆମେ ନିଆଁ ଲଗାଉ ସେହି ଅଂଶକୁ ୱିକ୍ କହନ୍ତି, ଆଉ ତଳେ ଥିବା ସୂତାକୁ ଶ୍ୟାଡୋ କୁହନ୍ତି, ଆଉ ମହମ ଥିବା ଅଂଶକୁ ବଡି କୁହନ୍ତି। ଏହା ଗ୍ରୀନ୍ କ୍ୟାଣ୍ଡେଲ୍ ପାଇଁ। ଠିକ୍ ସେମିତି ରେଡ୍ କ୍ୟାଣ୍ଡେଲ୍ ପାଇଁ ଆମେ ମହମବତୀକୁ ଓଲଟା କରିଦେବା। ଏବେ ନିଆଁ ଆମେ ତଳେ ଲଗାଇବା। ନିଆଁ ଲଗାଇବା ଅଂଶ ସୂତାକୁ ୱିକ୍ କୁହନ୍ତି, ଆଉ ଉପର ଅଂଶ ସୂତାକୁ ଶ୍ୟାଡୋ କହିବା, ଆଉ ମହମ ଥିବା ଅଂଶକୁ ବଡି କହିବା। ଏବେ ଆସନ୍ତୁ ଜାଣିବା ମାର୍କେଟରେ ଗ୍ରୀନ୍ କ୍ୟାଣ୍ଡେଲ୍ ଆଉ ରେଡ୍ କ୍ୟାଣ୍ଡେଲ୍ କିପରି ତିଆରି ହୁଏ। ଏହାକୁ ଗୋଟିଏ ଛୋଟ ଉଦାହରଣ ସହିତ ବୁଝିବା। ଆପଣ ପରିବା ମାର୍କେଟ ଗଲେ ପରିବା କିଣିବା ପାଇଁ। ସକାଳେ ଦେଖିଲେ ଆଳୁର ଦାମ 20 ଟଙ୍କା କିଲୋ ଅଛି। ଆପଣ ଆଳୁ ନ କିଣି ଘରକୁ ଫେରି ଆସିଲେ। 12ଟା ବେଳେ ଗଲେ ଦେଖିଲେ ଆଳୁର ଦାମ 20 ଟଙ୍କାରୁ କମି 15 ଟଙ୍କା ହୋଇଯାଇଛି। ଆପଣ ଭାବିଲେ କାଳେ ଆଳୁର ଦାମ ଆହୁରି କମିବ, ଆଳୁ ନ କିଣି ଘରକୁ ଫେରି ଆସିଲେ। 3ଟା ପରେ ପୁଣି ଆଉ ଥରେ ଗଲେ ଦେଖିଲେ ଆଳୁର ଦାମ 15 ଟଙ୍କାରୁ ବଢ଼ି 30 ଟଙ୍କା ହୋଇଯାଇଛି। ଆପଣ 15 ଟଙ୍କାର ଜିନିଷ 30 ଟଙ୍କାରେ ନ କିଣି ଘରକୁ ପଳେଇ ଆସିଲେ। ସନ୍ଧ୍ୟାରେ ପୁଣି ଆଉ ଥରେ ମାର୍କେଟ ଗଲେ ଏବଂ ଦେଖିଲେ ଆଳୁର ଦାମ 30 ଟଙ୍କାରୁ କମି 28 ଟଙ୍କା ଅଛି, କିନ୍ତୁ ମାର୍କେଟ ସେତେବେଳକୁ କ୍ଲୋଜ୍ ହୋଇଯାଇଥିଲା। ସମୟ ଅନୁସାରେ ପ୍ରାଇସ୍ କିପରି ବଦଳୁଛି ଆସନ୍ତୁ ଦେଖିବା। ସମୟ ସକାଳ 9ଟା, ଆଳୁର ଦାମ 20 ଟଙ୍କା। ଏହାକୁ ଆମେ ଟ୍ରେଡିଂ ଭାଷାରେ ଓପନ୍ ପ୍ରାଇସ୍ କହ। ସମୟ 12ଟା, ଆଳୁର ଦାମ 15 ଟଙ୍କା। ଏହାକୁ ଆମେ ଟ୍ରେଡିଂ ଭାଷାରେ ଲୋ ପ୍ରାଇସ୍ କହିବା। ସମୟ 3ଟା, ଆଳୁର ଦାମ 30 ଟଙ୍କା ହୋଇଗଲା। ଏହାକୁ ଆମେ ଟ୍ରେଡିଂ ଭାଷାରେ ହାଇ ପ୍ରାଇସ୍ କହିବା। ସମୟ ସନ୍ଧ୍ୟା 6ଟା, ଆଳୁର ଦାମ 28 ଟଙ୍କା ଆଉ ମାର୍କେଟ ବନ୍ଦ ହୋଇଗଲା। ଏହାକୁ ଆମେ ଟ୍ରେଡିଂ ଭାଷାରେ କ୍ଲୋଜିଂ ପ୍ରାଇସ୍ କହିବା। ତେବେ ଓପନ୍ ପ୍ରାଇସ୍ ହୋଇଗଲା 20 ଟଙ୍କା, ଲୋ ପ୍ରାଇସ୍ ହେଲା 15 ଟଙ୍କା, ହାଇ ପ୍ରାଇସ୍ ହେଲା 30 ଟଙ୍କା ଏବଂ କ୍ଲୋଜ୍ ପ୍ରାଇସ୍ ହେଲା 28 ଟଙ୍କା। ଏଠାରେ ଗ୍ରୀନ୍ କ୍ୟାଣ୍ଡେଲ୍ ଫର୍ମ ହେବ। କାହିଁକି ଗ୍ରୀନ୍ କ୍ୟାଣ୍ଡେଲ୍ ଫର୍ମ ହେବ? ଯେତେବେଳେ କୌଣସି ଜିନିଷର ମୂଲ୍ୟ ଓପନ୍ ପ୍ରାଇସ୍ ଟୁ ହାଇରେ କ୍ଲୋଜ୍ ହୁଏ ସେତେବେଳେ ମାର୍କେଟରେ ଗ୍ରୀନ୍ କ୍ୟାଣ୍ଡେଲ୍ ଫର୍ମ ହୁଏ। ଏଠି ଓପନ୍ ପ୍ରାଇସ୍ ହେଉଛି 20 ଟଙ୍କା, କ୍ଲୋଜ୍ ପ୍ରାଇସ୍ ହେଲା 28 ଟଙ୍କା। ଓପନ୍ ପ୍ରାଇସ୍ ଟୁ କ୍ଲୋଜ୍ ପ୍ରାଇସ୍ ଅଧିକ ଅଛି, ସେଥିପାଇଁ ଏଠି ଗ୍ରୀନ୍ କ୍ୟାଣ୍ଡେଲ୍ ଫର୍ମ ହେବ। ତା ପରଦିନ ଆପଣ ପୁଣି ମାର୍କେଟ ଗଲେ ଦେଖିଲେ ଆଳୁର ଦାମ 28 ଟଙ୍କା ଅଛି। ଆପଣ କିଣିଲେନି, ଘରକୁ ଆସିଲେ। 12ଟା ବେଳେ ପୁଣି ଗଲେ ଦେଖିଲେ ଆଳୁର ଦାମ 28 ଟଙ୍କାରୁ ବଢ଼ି 35 ଟଙ୍କା ହୋଇଯାଇଛି। ଏତେ ଦାମରେ କ'ଣ କିଣିବେ ଭାବି ପୁଣି ନ କିଣି ଘରକୁ ଆସିଲେ। 3ଟା ବେଳେ ଗଲେ ଦେଖିଲେ ଆଳୁର ଦାମ 20 ଟଙ୍କା ହୋଇଯାଇଛି। କାଳେ ଆଉ କମିବ ଭାବି ପୁଣି ଘରକୁ ଆସିଲେ, ଆଉ ମାର୍କେଟ କ୍ଲୋଜ୍ ଟାଇମରେ ଗଲେ ଦେଖିଲେ ଆଳୁର ଦାମ 20 ଟଙ୍କାରୁ ବଢ଼ି 25 ଟଙ୍କା ଅଛି, କିନ୍ତୁ ମାର୍କେଟ ବନ୍ଦ ହୋଇଗଲାଣି। ଏଠି ଓପନ୍ ପ୍ରାଇସ୍ ହେଉଛି 28 ଟଙ୍କା, ହାଇ ପ୍ରାଇସ୍ ହେଉଛି 35 ଟଙ୍କା, ଲୋ ପ୍ରାଇସ୍ ହେଉଛି 20 ଟଙ୍କା, କ୍ଲୋଜ୍ ପ୍ରାଇସ୍ ହେଉଛି 25 ଟଙ୍କା। ଏଠି ରେଡ୍ କ୍ୟାଣ୍ଡେଲ୍ ଫର୍ମ ହେବ। କାହିଁକି ନା ଯେତେବେଳେ କୌଣସି ଜିନିଷର ମୂଲ୍ୟ ଓପନ୍ ପ୍ରାଇସ୍ ଠାରୁ ଲୋରେ କ୍ଲୋଜ୍ ହୁଏ ସେତେବେଳେ ମାର୍କେଟରେ ରେଡ୍ କ୍ୟାଣ୍ଡେଲ୍ ଫର୍ମ ହୁଏ। ଗ୍ରୀନ୍ କ୍ୟାଣ୍ଡେଲରେ ଓପନ୍ ପ୍ରାଇସ୍ ଟୁ କ୍ଲୋଜ୍ ପ୍ରାଇସ୍ ଥିବା ଅଂଶକୁ ଆମେ କ୍ୟାଣ୍ଡେଲର ବଡି କହିବା।
ଠିକ୍ ସେମିତି ଗ୍ରୀନ୍ କ୍ୟାଣ୍ଡେଲର କ୍ଲୋଜ୍ ପ୍ରାଇସ୍ ଠାରୁ ହାଇ ପ୍ରାଇସ୍ ପର୍ଯ୍ୟନ୍ତ ଥିବା ସୂତାକୁ ଆମେ ୱିକ୍ କହିବା। ଠିକ୍ ସେମିତି ଗ୍ରୀନ୍ କ୍ୟାଣ୍ଡେଲର ଓପନ୍ ପ୍ରାଇସ୍ ଠାରୁ ଲୋ ପ୍ରାଇସ୍ ପର୍ଯ୍ୟନ୍ତ ଥିବା ସୂତାକୁ ସ୍ୟାଡ଼ୋ କହିବା। ରେଡ୍ କ୍ୟାଣ୍ଡେଲରେ ଠିକ୍ ଏହାର ଓଲଟା, ଓପନ୍ ପ୍ରାଇସ୍ ଟୁ କ୍ଲୋଜ୍ ପ୍ରାଇସ୍ ଯାଏଁ ଥିବା ମୋଟା ଅଂଶକୁ ବଡ଼ି କହିବା। ଓପନ୍ ପ୍ରାଇସ୍ ଠାରୁ ହାଇ ପ୍ରାଇସ୍ ପର୍ଯ୍ୟନ୍ତ ସୂତାକୁ ସ୍ୟାଡ଼ୋ କହିବା। କ୍ଲୋଜ୍ ପ୍ରାଇସ୍ ଠାରୁ ଲୋ ପ୍ରାଇସ୍ ପର୍ଯ୍ୟନ୍ତ ଥିବା ସୂତାକୁ ୱିକ୍ କହିବା। ଟିକେ ସରଳ ଭାଷାରେ ବୁଝିବାକୁ ଗଲେ ଗ୍ରୀନ୍ କ୍ୟାଣ୍ଡେଲର ଓଲଟା ହେଉଛି ରେଡ୍ କ୍ୟାଣ୍ଡେଲ। ଗ୍ରୀନ୍ କ୍ୟାଣ୍ଡେଲର ଉପର ଥିବା ସୂତାକୁ ୱିକ୍ ଓ ରେଡ୍ କ୍ୟାଣ୍ଡେଲର ଉପର ଥିବା ସୂତାକୁ ସ୍ୟାଡ଼ୋ କହିବା। ଗ୍ରୀନ୍ କ୍ୟାଣ୍ଡେଲର ତଳ ଥିବା ସୂତାକୁ ସ୍ୟାଡ଼ୋ ଆଉ ରେଡ୍ କ୍ୟାଣ୍ଡେଲର ତଳେ ଥିବା ସୂତାକୁ ୱିକ୍ କହିବା। ମୋର ଆଶା ଭିଡ଼ିଓଟି ଆପଣମାନେ ଭଲରେ ବୁଝିପାରିଥିବେ। ଯଦି ବୁଝି ନ ପାରିଲେ ଭିଡ଼ିଓଟିକୁ ଆଉ ଥରେ ଦେଖନ୍ତୁ। ଭିଡ଼ିଓରେ କେଉଁ ଅଂଶ ବୁଝିପାରୁନାହଁ କମେଣ୍ଟ କରି ଜଣାଅ। ଆଉ ଯେଉଁମାନେ ବୁଝିପାରିଲ ତୁମ ପାଇଁ ଆଜିର ଟ୍ୟାକ୍ସ। ବଜାରରେ ସେଉର ଦାମ ସମୟ ସକାଳ 9ଟାରେ 150 ଟଙ୍କା, ସମୟ 12ଟାରେ 200 ଟଙ୍କା, ସମୟ 3ଟାରେ 140 ଟଙ୍କା ଆଉ ସମୟ 6ଟାରେ 180 ଟଙ୍କା। ଏଠି ଓପନ୍ ପ୍ରାଇସ୍ କେତେ, ହାଇ ପ୍ରାଇସ୍ କେତେ ଆଉ ଲୋ ପ୍ରାଇସ୍ କେତେ ଆଉ କ୍ଲୋଜ୍ ପ୍ରାଇସ୍ କେତେ ଏବଂ କେଉଁ କ୍ୟାଣ୍ଡେଲ ଫର୍ମ ହେବ ଏହା କମେଣ୍ଟ କରି ଜଣାଇବେ। ଓଡ଼ିଆରେ ଷ୍ଟକ୍ ମାର୍କେଟ ଶିଖିବା ପାଇଁ ଆମ ଚ୍ୟାନେଲ ଓଡ଼ିଆ ଟ୍ରେଡିଂ ପାଠଶାଳାକୁ ଲାଇକ୍ କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ୟୁଟ୍ୟୁବ୍ ଚ୍ୟାନେଲରେ ବାୟୋ ଓ ଭିଡ଼ିଓ ଡିସ୍କ୍ରିପ୍ସନରେ ଇନଷ୍ଟାଗ୍ରାମ ଆଉ ଟେଲିଗ୍ରାମର ଲିଙ୍କ ଅଛି। ଓଡ଼ିଆ ଟ୍ରେଡିଂ ପାଠଶାଳା ୟୁଟ୍ୟୁବ୍ ଚ୍ୟାନେଲରେ ଜଏନ୍ କରିଯାଅ। ଟ୍ରେଡିଂର ଲାଇଭ୍ କ୍ଲାସ୍ ବେସିକ୍ରୁ ଆଡ଼ଭାନ୍ସ ଲେବୁଲ୍ ଯାଏଁ ଆରମ୍ଭ ହେବାକୁ ଯାଉଛି। ଧନ୍ୟବାଦ।